जय सियाराम। जानकी भक्ति पथ को आपण मन स्वागत करुच्ची। आज आम जानिबा परर अमंगल पांचिले आमर कौन क्षति हुए बा आमको की फल मिले। परर तो आज्ञा क्षति कले आमको किसी सुफल मिलबनी, सदाबले कुफल मिल। संसार को आज्ञा आसचंती आपण हुंतु बा मु हूँ केही भी हुंतु, कर्म करिया, कर्म सहित भगवानंकर नाम जप करिया एवं साधु सन्त सेवा करी एवं मनुष्य मानकर सेवा करी। आमे जदि काहा मुखरे टिके हस दे परिबानी तो का मनर दुख देवाई आगे आमर अधिकार ही ना। कहीं आपण जदि बिना दोषर क्या अपमानित करुचंती बा निंदा करुचंती तो आपण से निंदा करिथिबा फलटा को रिटर्न भोगिया पई प्रस्तुत होई। आ दुनियार आगे कहवा लोकटा बड़, कहवा लोक केबे बड़ ही नथा। मु कहीं आपण मैंने एक कथा कहूँ ना, आपण देखंतु मनुष्य को साहाय्य करवाटा तार धर्म। आपण साहाय्य कने आपण कौठू ना कौठू साहाय्य पाइबे। अवश्य सीए ता पाखर न पाई पारती किंतु आउ कि आपण साहाय्य करिवो। कलिजुग मनुष्य आज्ञा अज्ञान बेसंस्कारी। कहीं मुझे कथा कहूँ, आपण जानिचंती जन दुखर अच्छी सब चिंता ग्रसित तापर भी जब आपण ता मनर दुख दौरान से तो आपन किसी कहीपरनी, आपन का किसी कहीपरनी। सी भगवान को से हाथ टेक दे, प्रभु मु तो आर किसी करनी, ये मोर एमती क्षति क्षति नहीं तो मत एमती सब लोक आगे बेइज्जत करुच्ची। कौन करम प्रभु, मोर तो आगू कई ना कि पछू कई ना, आगर तू पछर तू, तो बिना आन गति ना। ये कौन करना आज्ञा आप देख आपण समय भल चलती एमती गोटे समय आपणकर आसिक पड़ो जहाँफल आप भाभी पारे जोटा आप कौन कहे यहाँ मो भाग्य थिला भाग्य आज्ञा किसी न थाए। आपन तो कर्मटा भाग्य थी सीना कर्मटा भल कने आप भाग्यर भल आसो। आपड़ जदि कहे ना ना भाग्य कारण आपन तो ये निजर लाज कथा क्या कहीपर नहीं कहीदेवे ना मो भाग्य जाता से यही कथा आज्ञा गोटे छोटिया उदाहरण आप दूसरे आप बुझीपारे। गोटे गाँव माँटी पुओटी बापटी थे। बापा तार चाषबास करे, माँ घरे रोषेईबास करे, हाउस वाइफ पिलाटी। पाठ पढ़ी पढ़ी जो पंचम षष्ठ पढ़ला हेल्ला बापा चलीगले आ कौन नहीं से तार
ପାଠ ପଢ଼ିପାରିଲାନି। ସବୁ ପାଠପଢ଼ା ଛାଡ଼ିକି ଚାଷବାସ କଲା, କାମ ଦାମ ମୂଲ ଲାଗିଲା ତା'ର। ସେମିତି ତାଙ୍କ ଘର ପାଖର ଆଉ ଜଣେ ଲୋକ ଥିଲା ଯିଏକି ତାଙ୍କୁ ସଦାବେଳେ କେବେ ଦେଖିପାରେ ନାହିଁ। ସିଏ ସଦାବେଳେ ଚାହେଁ କି ମୁଁ ସଦାବେଳେ ଭଲ ରୁହେ, ଏମାନେ ସଦାବେଳେ ଏମିତି ଖାଇବା ଅନାଟନରେ ରୁହନ୍ତି। ଆଉ ଆପଣ ବିଶ୍ୱାସ କରିବେନି, କହିଲା ହଇରେ ତୁ ତ ମୂଲିଆ ଘର ପୁଅ, ମୂଲ ନାଗୁଛୁ, ମୂଲ ନହେଲେ କୁଆଡ଼େ ଖାଇବା ପାଇବୁ। ଏଇ ଦେଖ ଆମର ଷ୍ଟାଟସ୍, ଦେଖ ଆମ ଯୋଗ୍ୟତା, ଦେଖ ତୁ ଏମିତିଆ କେବେ ହେଇପାରିବୁ। ସେଉଠୁ ଆଉ କିଛି କହିଲାନି। ତୋ ବାପ ତ ମୂଲିଆ ଥିଲା, ତୁ ମୂଲିଆ ହବୁ। ଆପଣ ଦେଖନ୍ତୁ ଆଜ୍ଞା, ପିଲାଟି ଆଉ କିଛି କହିଲାନି। ହଉ ପ୍ରଭୁ ଯାହା ତୋର ଇଚ୍ଛା। ଏମିତି ଆଜ୍ଞା ଖଟି ଖଟି ପଇସା କିଛି ଇନକମ୍ କଲା। ଖଟିକି ଆଉ ତା ମୂଲ୍ୟ କିଛି ପଇସା କରି ଆଜ୍ଞା ଗୋଟେ ଛୋଟିଆ ଦୋକାନଟିଏ ଦେଲା। ଛୋଟିଆ ଦୋକାନଟିଏ ଦେଲା। ବେପାର ଆଜ୍ଞା ପ୍ରଭୁଙ୍କ ଇଚ୍ଛାରେ ଏମିତି ଚାଲିଲା, ଛୋଟରୁ ଆଜ୍ଞା ସେ ବଡ଼ କଲା। ବଡ଼ କରି ଏକା ପାରିଲାନି, 4-5ଟି ପିଲା ରଖିଲା। ସଦାବେଳେ ମାସକୁ ମାସ ଦରମା ଦେଇକି ରଖିଲା। ସେ 5 ବର୍ଷ ଭିତରେ କିଛି ଆଜ୍ଞା ତାଙ୍କ ନଥିଲା। ଜମି ବାଡ଼ି କିଣି, କମ୍ ଜମି ଥିଲା, ଜମି ବାଡ଼ି କିଣିଲା, ଘର କଲା, ପୁରା ଘର ପୁରା ଚକାଚକ କଲା। ଗାଡ଼ି ମାଡ଼ି କିଣିକି ପୁରା ଆଜାଦ ରହିଲା। ଯିଏ ଆଜ୍ଞା ତାକୁ କହିଥିଲା, ସେ ତ ଆହୁରି ମାନେ ଜଳିଗଲା। ଆରେ କାଲି ଏ ଖାଇବା ପାଇଁ ପାଉନଥିଲା, ଆଜି କ'ଣ ଗାଡ଼ି ମାଡ଼ି କରିକି ବୁଲୁଛି। ଏମିତି ସଦାବେଳେ ତ କାହାକୁ କିଛି କହିପାରିବନି। ଏମିତି କିଛି ଦିନ ବିତିଗଲା ପରେ, ଯିଏ ଆଜ୍ଞା ଖଳ ପ୍ରକୃତି ଲୋକ, ଯିଏ ନିନ୍ଦା ତାର କରୁଥିଲା, ଆଉ ତା ପାଖରେ ମିଛ ସତ କହୁଥିଲା, ତାକୁ ହଠାତ୍ କୌଣସି ଗୋଟେ ବଡ଼ ରୋଗର ଆକ୍ରାନ୍ତ ଆଜ୍ଞା ହେଲା। ଏମିତି ସିଷ୍ଟମ୍ ହେଲା ଯେ ଆଜ୍ଞା ତାର ଯେତିକି ବିଲ ମିଲ ଗାଡ଼ି ମାଡ଼ି ସବୁ ବିକି ଆଜ୍ଞା ସେ ରୋଗ ହିଁ ଭଲ ହେଲାନି। ଇଏ ତ ଗରିବ ଲୋକ, ଗରିବ ଲୋକ ଇଏ ଯେତେବେଳେ ମାନେ ଗରିବ, ଯେତେବେଳେ ଖଟି ଖାଉଥିଲା, ପଇସା ଯେତେବେଳେ ଧାର ଉଧାର ମାଗିବ କୁଆଡ଼େ ଯିବା ପାଇଁ କି କ'ଣ, କି ଓଷା ବାର, ସେ ସଦାବେଳେ ତାକୁ ଖୁଣ୍ଟା ଦିଏ। ତୁ କ'ଣ ଦେବୁ ପଇସା, ଖଟିନେ ଖାଉଛି, ନହେଲେ ତୋତେ ଏତେ ପଇସା 5,000 ପଇସା ଦେମି, ତୁ କେଉଁଠୁ ଆଣି ଦେବୁ। ସେ ସେଠୁ ଯିଏ ଧନୀ ଥିଲା ଆଜ୍ଞା ସେ ପୁରା ଗରିବ ହେଇଗଲା। ଗରିବ ଯେତେବେଳେ ହେଇଗଲା, ସେଠୁ ରୋଗ ତ ଦେହରେ ଅଛି, ପୀଡ଼ା ବହୁତ ଯନ୍ତ୍ରଣା ହେଉଛି, ଗଲା ତା କତିକି। ଆରେ ଅମୁକେ ଆଉ ତୁ ତ ଜାଣିଛୁ ମୁଁ ଏମିତି ରୋଗର ଆକ୍ରାନ୍ତ ହେଇଛି, ଆମର ପଇସା ଗୁଡ଼ାଏ ଦରକାର, ଆଉ ତୁ କିଛି ମୋତେ ଟଙ୍କା ଦେ। ସେ ସେଉଠୁ ଆଉ କିଛି କହିଲାନି, ଦେଲା କିଛି ଟଙ୍କା। ଘର ପାଖରେ ଆଉ ଗୋଟେ ଲୋକ ଯଦି ଦେଖିଲା, ତାର ବଡ଼ବାପା ହିସାବରେ ହେବ, କହିଲା ଦେଖିଲୁ ତ, କାଲି ଯିଏ ଧନୀ ଆଜି ସିଏ ଗରିବ, ଆଜି ଯିଏ ଧନୀ କାଲି ସିଏ ଗରିବ। ତୁ ସେତେବେଳେ ଇଏ କେତେବେଳେ 2,000-3,000 ମାଗେ, ତୁ ଦେଉନା ନା, ତୁ କ'ଣ କହୁ, ତୁ ଖଟିଖିଆଟା, ତୋର କିଛି ଇଜ୍ଜତ ନାହିଁ, ସମ୍ମାନ ନାହିଁ, ତୁ କେଉଁଠୁ ଆଣିବୁ। ସେଉଠୁ ପୁଣି ଏଇଖିଣା ତାକୁ କେମିତି ମାଗୁଛୁ। ଆଉ କିଛି କହିଲାନି, ମୁହଁକୁ ପୋତିକି ଆଜ୍ଞା ଘରକୁ ପଡ଼ିଲା।
ଘରକୁ ପଡ଼ିଲା। ପୁଣି ଯାଇକି ତା ସ୍ତ୍ରୀ କତିରେ କହିଲା ଆଉ ମୁଁ ଯାଇଥିଲି ଆଉ ସେ ଦେଲାନି। ସ୍ତ୍ରୀ ବି ସେ କଥା କହିଲା, ତମର ତ ଅହଙ୍କାର ତମର ମୁଣ୍ଡ ଉପରେ ଚଢ଼ିକି ଅଛି, ତମେ ମଣିଷକୁ ମଣିଷ କହୁନ, ଟଙ୍କା ପଇସା ଥିଲା ସବୁ, ତମେ ଖାଲି ଆକାଶରୁ ଉଠୁଥିଲ। କିନ୍ତୁ ଭଗବାନ କାହାକୁ ଅହଙ୍କାର ରଖିନାହାନ୍ତି, ସମସ୍ତଙ୍କ ଅହଙ୍କାର ଭାଙ୍ଗି ଦେଇଛନ୍ତି। ଦେଖିଲେ କି କାଲି ତମକୁ ସେ ମାଗୁଥିଲା, ତମେ ଦୁନୁଥିଲା, ଆଜି ତମେ ତାକୁ ମାଗୁଛ। ତାପରେ ତା ସ୍ତ୍ରୀ ଆସିକି ଏମିତି କିଛି ପଇସା ନେଇଗଲା, ହେଲା କିଛି ଦିନ ପରେ ଆଉ ସେ ତ ବଞ୍ଚିଲାନି, ତ ମରିଗଲା। ଆପଣ ଏଇଠି ଜାଣନ୍ତୁ, କାରଣ ଆପଣ ଯାହାର ଅମଙ୍ଗଳ ପାଞ୍ଚିବେ, ଯାହାକୁ ନିନ୍ଦା କରିବେ, ସେଇଦିନଠୁ ଆପଣଙ୍କର ଜୀବନର କ୍ଷତି ହେବା ଟାଇମ୍ ପଳେଇ ଆସିବ। ତା'ର ଲାଭ ହେବ, ଆପଣଙ୍କର କ୍ଷତି ହେବ। କାରଣ ତା'ର ଯେତେ ଆପଣ ଅମଙ୍ଗଳ ପାଞ୍ଚିବେ, ନିନ୍ଦା କରିବେ, ତା'ର ଯେତିକି ପ୍ରାରବ୍ଧ 100 ଭାଗ ଦିନେ ସେଥିରୁ ଆଜ୍ଞା 50 ଭାଗ ଅଧା କରିଯାଏ, ମାନେ ସେଇଟା ଆପଣ ଉପରେ ଲାଗିଯାଏ। ଯାହା କରିବେ ତାହା ପାଇବେ, କେହି ଆଜ୍ଞା ରଖିପାରିବେନି। ଏଇଟା ସଂସାରର ବିଧି ବା ନିୟମ। ସେଥିପାଇଁ ଆପଣମାନେ କେବେ କାହାର ଅମଙ୍ଗଳ ଚାହାନ୍ତୁନି। ଆପଣମାନେ ସଦାବେଳେ ଭଲ ରୁହନ୍ତୁ। ଆପଣଙ୍କ ଦ୍ୱାରା ଯଦି କାହାକୁ କିଛି ସାହାଯ୍ୟ ପାଇବାକୁ ଦରକାର ହୁଏ, ତାହେଲେ ସାହାଯ୍ୟ କରନ୍ତୁ। ଭଗବାନ ଆପଣଙ୍କୁ ମଙ୍ଗଳ ରଖିବେ। ଆପଣ ଯଦି ଗୋଟେ 5,000 10,000 ଦେଇଛନ୍ତି, ଆପଣ ପାଉନାହାନ୍ତି, ଆପଣ ତାକୁ ସଦାବେଳେ ନିନ୍ଦା କରିବା, ତୁ ନେଇଥିଲୁ କାହିଁ ଦେଲେ। ଜଣେ ନେଇଛି ଆଜ୍ଞା, ସାଙ୍ଗେ ସାଙ୍ଗେ ତ ଦେଇପାରିବନି। ଆଉ ଯଦି କିମ୍ବା ନଦେଲା, ସେଟା ତ ତା'ର ଭୁଲ ଆଜ୍ଞା, ଭୁଲ। ସିଏ ନେଇଥିଲା, ତ ଆପଣଙ୍କ କତିରୁ କଣ୍ଡିସନ୍ କରି ଦେଇପାରିଲେନି। କିନ୍ତୁ ଆପଣ ଅଧୈର୍ଯ୍ୟ ହୁଅନ୍ତି, ତାକୁ ସଦାବେଳେ ଇଏ କରନ୍ତୁନି। କାରଣ ଆପଣ ଏଇଟା ଜାଣନ୍ତୁ, କେଉଁ ବାଟେ ନା କେଉଁ ବାଟେ ଆପଣ ପଇସାଟା ପାଇବେ। ଆଉ ଯଦି ଆପଣଙ୍କର ସତ୍ ଧନ ହେଇଥିବ, ସିଏ କେବେ ଖାଇକି ହଜମ କରିପାରିବନି। ସେ କୌଣସି ରୋଗ ଆକ୍ରାନ୍ତରେ ପଳେଇବ, କିମ୍ବା ଗାଡ଼ି ଆକ୍ସିଡେଣ୍ଟରେ ସେ ପଇସା ପଳେଇବ। ସମସ୍ତଙ୍କ ଅନ୍ତରରେ ଆଜ୍ଞା ଭଗବାନ ଅଛନ୍ତି। ମଣିଷ ଭଗବାନଙ୍କର ଅଂଶ ବିଶେଷ ସଦୃଶ। ସେଥିପାଇଁ ଆପଣମାନେ ସମସ୍ତଙ୍କୁ ସ୍ନେହ କରନ୍ତୁ, ସମସ୍ତଙ୍କୁ ଭଲ ପାଇବା ଦିଅନ୍ତୁ, ଏବଂ ଯେ ଯାହା କର୍ମ ଠିକ୍ ଟାଇମ୍ରେ କରନ୍ତୁ, ନାମ ଜପ କରନ୍ତୁ। ଦେଖିବେ ଆପଣଙ୍କ ଜୀବନଟା କୁଶଳ ଭାବରେ ଆଜ୍ଞା ଚାଲିବ। କଣ୍ଟା ଫୁଟିବନି ଆଜ୍ଞା ଆପଣଠି। କାରଣ ପରର ଯିଏ ଉପକାର କରେ, ସିଏ ଯେତେବେଳେ ବିପଦରେ ପଡ଼େ, ଭଗବାନ କାହା ଦ୍ୱାରା ତା ବିପଦକୁ ହଟେଇ ଦିଅନ୍ତି। ହୁଏତ ସିଏ ନିଜେ ବେଶ ଚେଞ୍ଜ କରି ଆସିପାରନ୍ତି, କିମ୍ବା କାହା ଦ୍ୱାରା କରେଇପାରନ୍ତି। ରହିଲି ଜୟ ସିଆରାମ। ଆପଣମାନେ ଭିଡ଼ିଓଟିକି ସମସ୍ତେ ଦେଖୁଛନ୍ତି ଆଜ୍ଞା, କେହି ସବସ୍କ୍ରାଇବ୍ କରୁନାହାନ୍ତି, ଲାଇକ୍ କରୁନାହାନ୍ତି। ଆପଣ ହେଲେ ମୋ ପରିବାର, ଜାନକୀ ଭକ୍ତିପଥର ପରିବାର। ମୁଁ ଚାହେଁକି ଜାନକୀ ଭକ୍ତିପଥର ଯେତିକି ଫ୍ୟାମିଲି, ଯେତିକି ସଦସ୍ୟ, ସବୁ ଭଲ ବାଟରେ ଯାଆନ୍ତୁ, ପ୍ରଭୁଙ୍କୁ ଭକ୍ତି କରନ୍ତୁ, ଜୀବନ ଭଲରେ ଚାଲୁ। ଏତିକି ପ୍ରଭୁ ସଙ୍କଟମୋଚନ ପାଖରେ ମୋର ବିନତି। ଆପଣମାନଙ୍କୁ ସଦାବେଳେ ଭଲ ରଖିଥାନ୍ତୁ। କାହାର କିଛି ଦେହ ଖରାପ ନ ହେଉ, ସମସ୍ତେ ଭଲ ଥାଆନ୍ତୁ। ଆପଣମାନେ, ମୁଁ ଛୋଟିଆ ୟୁଟ୍ୟୁବର୍ ଆଜ୍ଞା, ମୁଁ ଏଇ 2 ମାସ 3 ମାସ ହେଲା ଭିଡ଼ିଓ ଲୋଡ଼୍ କରୁଛି। ଆପଣମାନଙ୍କର ସାହାଯ୍ୟ ନିହାତି ମୋ ପାଇଁ ଜରୁରୀ ଆଜ୍ଞା। ଏବେ ସଦାବେଳେ ସେ ଲୋକଟା ଅଧିକାରେ ସାବ୍ୟସ୍ତ କରି ଯାହା ଉପରେ ଭଲ ପାଇବା ଥାଏ, ନିଜର ବୋଲି ଭାବିଥାଏ। ଆପଣମାନେ ତ ମୋ ନିଜର ଲୋକ। ଖାଲି ଜନ୍ମ କରିଦେଲା ମା' ବାପା ଆଜ୍ଞା ନିଜର ହୁଅନ୍ତିନି। ବୁଝିଲେ, ଆପଣମାନେ ମୋ ନିଜର ଲୋକ। ମୁଁ ଆଶା କରେ ଯେ ଆପଣମାନେ ଯେଉଁ ମା', ଭଉଣୀ, ବଡ଼ ଭାଇ,
ଦେଖୁଥିବେ ସାନ ଭାଇଟିକି ନିଶ୍ଚିତ ସପୋର୍ଟ କରିବେ। ଜୟ ସିଆରାମ।